ଭଗବାନଙ୍କର ଏଇ ଶୁଦ୍ଧ ଭକ୍ତି ଏଇ କଳି ଯୁଗରେ କାହିଁକି ଏତେ ସୁଲଭ ଆମେ କୁହାଯାଏ କି ଭଗବାନ ଏଇ ସାରା ସୃଷ୍ଟି ଯୋଉ ବନେଇଛନ୍ତି ସେଥିରେ 84 ଲକ୍ଷ ପ୍ରକାର ଜୀବଜନ୍ତୁ ଅଛନ୍ତି। ତା ଭିତରେ ମଣିଷ ଜୀବନକୁ ଦୁର୍ଲଭ ବୋଲି କୁହାଯାଏ। ଆଉ ସେ ଦୁର୍ଲଭ ମଣିଷ ଜନ୍ମ ଭିତରେ ଭକ୍ତି ହଉଛି ସୁଦୁର୍ଲଭ। କାହିଁକି? ଯେତେ ସବୁ ବିଭିନ୍ନ ପ୍ରକାର ମାର୍ଗ ଅଛି ଭଗବତ ପ୍ରାପ୍ତି କରିବା ପାଇଁ ଭଗବାନଙ୍କର ଭକ୍ତି କରିବା ପାଇଁ ଜଣେ ଭଗବାନଙ୍କର ଅନନ୍ୟ ପ୍ରେମରେ ନିଜକୁ ନିବିଷ୍ଟ କରିବା ପାଇଁ ଏ କଳି ଯୁଗର ଯୁଗ ଧର୍ମକୁ ଆଧାର କରିକି ଜଣେ ଭଗବାନଙ୍କର ସେବା କରିପାରିବ। ଭଗବତ ଗୀତାରେ 9 ନମ୍ବର ଅଧ୍ୟାୟର 26 ରୁ 34 ନମ୍ବର ଶ୍ଲୋକରେ ଗ୍ଲୋରିସ୍ ଅଫ ଦ ଡିଭୋସନ ଭଗବାନଙ୍କର ଶୁଦ୍ଧ ଭକ୍ତିର ମହିମା ଗାନ କରାଯାଇଛି। ସେଥିରେ କୁହାଯାଇଛି କି ପତ୍ରଂ ପୁଷ୍ପଂ ଫଲଂ ତୋୟଂ ୟୋମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତି ଉପରତମ ଅସ୍ନାମି ପ୍ରୟତାତ୍ ମନଃ। ତ ଯଦି କେହି ଭଗବାନଙ୍କର ଭକ୍ତି କରିବା ପାଇଁ ଚାହୁଁଛନ୍ତି ତା ପାଇଁ ସବୁଠାରୁ ମାନେ ବେଷ୍ଟ କ୍ୱାଲିଫିକେସନ କଣ ନା ଭଗବାନଙ୍କ ପ୍ରତି ପ୍ରେମ କରିବାର ଯୋଗ୍ୟତା ଅଛି। ତେଣୁ ପ୍ରଭୁପାଦ ସେଇଥିରେ କହିଛନ୍ତି ଭାବାର୍ଥରେ କି ସିମ୍ପଲିସିଟି ଭକ୍ତିର ସିମ୍ପଲିସିଟି ହେଲା କି ଆମେ ଭଗବାନଙ୍କୁ ଭଗବାନଙ୍କର ପସନ୍ଦ ଅନୁସାରେ କିଛି ବି ଅର୍ପଣ କରିପାରିବା ପ୍ରେମ ସାଙ୍ଗରେ। କୁହାଯାଏ ଲଭ୍ ଇଜ ଦ ଓନ୍ଲି କ୍ୱାଲିଫିକେସନ। ଏ ଭୌତିକ ଜଗତରେ ଯଦି କିଏ ଭୌତିକ ଜଗତର ବନ୍ଧନରେ ବାନ୍ଧି ହେଇକି ରହୁଛି କହିପାରିବା ପ୍ରାଇଡ ଇଜ ଦ ଏସେନ୍ସ ଅଫ ଲଷ୍ଟ। ଯେତେ ପ୍ରକାର ଭୌତିକ କାମନା ବାସନା ଅଛି ତାର ଏସେନ୍ସ ସାର ଜିନିଷ ହେଲା ପ୍ରାଇଡ। ଆଉ ହ୍ୟୁମିଲିଟି ଇଜ ଦ ଏସେନ୍ସ ଅଫ ଲଭ। ଯଦି ଆମେ ଭଗବାନଙ୍କୁ ଭଲ ପାଉଛେ ତାହେଲେ ଆମେ କେମିତି ପ୍ରତିପାଦ୍ୟ ହେଇଥିବ ନମ୍ରତା ଦ୍ଵାରା। ତେଣୁ ଭଗବାନ ଯଦି ବା ସେଲ୍ଫ ସଫିସିଏଣ୍ଟ ଭଗବାନଙ୍କର କିଛି ଆବଶ୍ୟକତା ନାହିଁ କିନ୍ତୁ ଆମେ ଯେତେବେଳେ ଭଗବାନଙ୍କୁ କିଛି ନିବେଦନ କରନ୍ତି ପ୍ରେମ ସାଙ୍ଗରେ ସେତେବେଳେ ଭଗବାନ ତାଙ୍କୁ ଗ୍ରହଣ କରନ୍ତି। ଆଉ ଭଗବାନଙ୍କର ଏଇ ଭକ୍ତି କରିବା ପାଇଁ କେହି କାହାକୁ ବାରଣ କରାଯାଏନି କାହିଁକି ନା ଏଇଟା ୟୁନିଭର୍ସାଲ ପ୍ରିନ୍ସିପଲ ସାର୍ବଜନୀନ ଅଛନ୍ତି। ତେଣୁ ଭକ୍ତି କରିବା ଦ୍ଵାରା ଭଗବାନ ପ୍ରସନ୍ନ ହୁଅନ୍ତି। କେହି କେବେ ଶୁଣିଥିବେ କୁମ୍ଭ ମେଳାରେ ବହୁତ ସାଧୁ ଆସୁଛନ୍ତି ବିଭିନ୍ନ ଯୋଗ ସିଦ୍ଧି ବଗେରା କରିକି ଆସୁଛନ୍ତି। ତ ଗୋଟେ ସମୟରେ ମୁଁ ଭାବୁଥିଲି କି ଏମାନେ ଏତେ ସୁନ୍ଦର ଭାବରେ କେତେ ଯୋଗ ସାଧନା କେମିତି କରିପାରୁଛନ୍ତି। ତ ଗୋଟେ ବିଭିନ୍ନ ପ୍ରକାର ମୁଦ୍ରା ଅଛି ହଟ ଯୋଗ ଅଛି ଅଷ୍ଟାଙ୍ଗ ଯୋଗ ଅଛି ଖେଚେରୀ ମୁଦ୍ରା ଅଛି ତ ବିଭିନ୍ନ ମୁଦ୍ରା ମାଧ୍ୟମରେ ସେମାନେ ଶରୀର ମନକୁ ନିୟନ୍ତ୍ରଣ କରିକି ତା ଉପରେ ସେମାନେ ବିଜୟ ପ୍ରାପ୍ତ କରୁଛନ୍ତି। କିନ୍ତୁ ଆମେ ଯଦି ଭଗବାନଙ୍କୁ ଆମର ଲାଇଫକୁ ଅର୍ପଣ କରିପାରିବା ସେତେବେଳେ ଆମେ ଭଗବାନଙ୍କୁ ପ୍ରସନ୍ନ କରିପାରିବା। ଗୋଟିଏ ହିଁ ଜନ୍ମ ଅଛି ସେକେଣ୍ଡ ଜନ୍ମ ନାହିଁ। ଯଦି କିଏ ଭକ୍ତି କରିବା ପାଇଁ ଚାହେଁ ଓଡିଆରେ କହନ୍ତି ଅନ୍ଧ ଥରେ ବାଡିବା ଯାଏ। ତେଣୁ ସେଥିପାଇଁ ଆମେ ଯଦି ଭଲସେ ଭକ୍ତି କରିବା ଭକ୍ତିର ମହତ୍ଵକୁ ଜାଣିଥିବା ଆଉ ଭକ୍ତି ମାଧ୍ୟମରେ ଭବସାଗରରୁ ପାରି ହେବା ପାଇଁ ଦୃଢ ନିଶ୍ଚୟ ହେଇଥିବା ତାହେଲେ ଆମେ ଭକ୍ତି ସବୁଦିନ ପାଇଁ କରିପାରିବା। ଆଉ ଭକ୍ତି କରିବା ପାଇଁ କୌଣସି ମୋଟିଭେସନ ଦରକାର ନାହିଁ ଅପ୍ରତିହତା ଅହେତୁକି ଅପ୍ରତିହତା ଏ ଆତ୍ମା ସୁପ୍ରସିଦ୍ଧ ଭକ୍ତି କରିବା ପାଇଁ କୌଣସି ମୋଟିଭେସନ ନାହିଁ। କିନ୍ତୁ ଡିଭୋଟି ଯିଏ ହବାର ଅଛି ତାହାକୁ ତ ସେ ସବୁବେଳେ ମୋଟିଭେଟେଡ ହେଇକି ଥାଏ କି କୃଷ୍ଣଙ୍କର ଭକ୍ତି କରିବା ପାଇଁ ଭଗବାନଙ୍କର ଭକ୍ତି ବ୍ୟତୀତ ସେ ରହିପାରେନି। ତେଣୁ ଭକ୍ତି ମାନେ କଣ 24 ଘଣ୍ଟା ସେ ଭଗବତ ସ୍ମରଣରେ ରହୁଥାଏ 24 ଘଣ୍ଟାରେ ସେ ଭଗବାନଙ୍କର ଚିନ୍ତନ ମନନ କରୁଥାଏ ନିଜର କାୟ ମନ ବାକ୍ୟ ମାଧ୍ୟମରେ। ତେଣୁ ଏଇଭଳି ଅଭ୍ୟାସ କଲେ ଅନ୍ତିମ ସମୟରେ ଆଉ ବିଶେଷ କରିକି ହରିନାମ ମାଧ୍ୟମରେ ଆମେ ଯେତେବେଳେ ଏଇ ପ୍ରକ୍ରିୟାକୁ ଅଭ୍ୟାସ କରୁଛେ ଅନ୍ତିମ ସମୟରେ ମଧ୍ୟ ଆମେ ସେଇ ଅଭ୍ୟାସରେ ରହିବା ଅନ୍ତେ ନାରାୟଣ ସ୍ମୃତି ହେଇପାରିବ। ପ୍ରଭୁପାଦଙ୍କ ଅନ୍ତିମ ସମୟରେ ପ୍ରଭୁପାଦଙ୍କୁ ସମସ୍ତେ ଭକ୍ତ ମାନ ଦେଖିଲେ ଶିଷ୍ୟମାନେ କି ପ୍ରଭୁପାଦ ତ ଜୀବନ ସାରା କହୁଥିଲେ କି ହରିନାମ ସ୍ମରଣ କରିବା ପାଇଁ କିନ୍ତୁ ଅନ୍ତିମ ସମୟରେ ପ୍ରଭୁପାଦ କାହିଁ କିଛି କହୁନାହାନ୍ତି ଆଉ ତ ମହାରାଜ ଥିଲେ କହିଲେ ଠିକ ଅଛି ଆମେ ଦେଖିବା ସତରେ ପ୍ରଭୁପାଦ କହୁଛନ୍ତି କି ନାଇଁ ତ ପ୍ରଭୁପାଦ କହିଲେ ଚରଣ ପ୍ରଭୁପାଦଙ୍କ ଶିଷ୍ୟ ମହାରାଜ ଜଣେ ଥିଲେ ତ ସେ କହିଲେ କି ଚରଣାମୃତ ଆଣିକି ଆସନ୍ତୁ ଚରଣାମୃତ ଆଣିକି ଆସିଲେ ତ ପ୍ରଭୁପାଦଙ୍କର ପାଟି ଖୋଲିଲେ ତ ଯେତେବେଳେ ପ୍ରଭୁପାଦଙ୍କ ପାଟି ଖୋଲିଛନ୍ତି ପ୍ରଭୁପାଦ ବେଡ୍ ରିଡେନ୍ ଥିଲେ ତ ସେତେବେଳେ ପ୍ରଭୁପାଦଙ୍କର ଜିହ୍ବା ହରିନାମରେ ପ୍ରକମ୍ପିତ ହଉଥିଲା। ତ ପ୍ରଭୁପାଦ ନିରନ୍ତର ହରେ କୃଷ୍ଣ ବାହାରେ କିଛି ଜଣା ପଡୁନଥିଲା ପାଟି ବନ୍ଦ କଲା ପୂର୍ବରୁ ପରେ କିନ୍ତୁ
प्रभुपाद पार्टी समस्ते देखुले कि हरिनाम बहुत प्रभुपाद जिहा को संचालन करके हरिनाम गाउछन्ति तो अंते नारायण स्मृति सेतेबेले हबो जेतेबेले हम जीवन सारा या पर निष्ठापर होइकी प्रयास करथिबा ठीक अछि तेणु एटा भगवत गीतार कहली 26 नंबर श्लोक 9 नंबर अध्याय 26 नंबर श्लोक सिंप्लिसिटी ऑफ द डिवोशन कृष्णा एक्सेप्ट एनीथिंग ऑफर्ड इन लव and love is the only qualification for devotional service भगवान को सତରେ ଭଲ ପାଉଛନ୍ତି ତାହେଲେ ଆହୁରି ଧ୍ୟାନ ସହକାରେ ଆମେ ଭଗବାନଙ୍କର ନାମକୁ ବି ଭଲ ପାଇବାର ଅଛି ତ ଆସନ୍ତୁ ଆମେ ସମସ୍ତେ Hare ଆସନ୍ତୁ Krishna, Hare Krishna, Krishna Hare Hare, Hare Ram, Ram Ram Ram, Hare Hare, Hare Krishna, Hare Krishna. ଆସନ୍ତୁ ଆମେ ସମସ୍ତେ ବୈଷ୍ଣବ ମାନଙ୍କୁ ପ୍ରଣାମ କରିବା ତାଙ୍କୁ କୃପା ଭିକ୍ଷା କରିବା କି ଆମେ ହରିନାମ କୁ ଧାରଣ କରିବା ପାଇଁ वंशाकल्पतरुर्भश्च कृपा सिन्धुभैव च पतितानं पावनेभ्यो वैष्णवेभ्यो नमो नमः अनंत कोटि वैष्णव वृंद की जय जगद्गुरु श्रील प्रभुपाद की जय श्री हरिनाम प्रभु की जय हरे कृष्ण नमस्ते